ଯେତେବେଳେ ନେମାଳ ବଟର ଡାଳରୁ ବାହାରୁଥିବା ବର ଓହଳ ଗୁଡ଼ିକ ଅଚ୍ୟୁତାନନ୍ଦ ଗାଦିକୁ ସ୍ପର୍ଶ କରିବେ ସେତେବେଳେ ଯୁଗାନ୍ତର ସୂଚନା ମିଳିବ। ଏହା ହେଉଛି ଭବିଷ୍ୟତ ମାଳିକାର ଭବିଷ୍ୟବାଣୀ, ଯାହା ଓଡ଼ିଶାର ଲକ୍ଷ ଲକ୍ଷ ଭକ୍ତଙ୍କର ହୃଦୟରେ ବାସ କରିଥିଲା। କିନ୍ତୁ ଏବେ ଏହା ମନେ ହେଉଛି ଯେ ଏହି ଭବିଷ୍ୟବାଣୀ ସତ୍ୟ ହେବାକୁ ଯାଉଛି। ମହାପୁରୁଷ ଅଚ୍ୟୁତାନନ୍ଦ ଦାସଜୀଙ୍କ ସହିତ ସିଧାସଳଖ ଜଡ଼ିତ ନେମାଳରେ ଅବସ୍ଥିତ ପ୍ରାଚୀନ ଏବଂ ନେମାଳ ବଟଗଛକୁ ନବୀକରଣ ଏବଂ ସୌନ୍ଦର୍ଯ୍ୟକରଣ ନାମରେ କଟାଯାଇଥିଲା। ଓଡ଼ିଶାର ଲୋକମାନେ ଏହାକୁ ନେମାଳ ବଟ, ଗାଦି ବଟ, ନେମାଳ ଗାଦି, ଗାଦି ଗୋସାଇଁ, ପଦ୍ମବନ, ଅଚ୍ୟୁତାନନ୍ଦ ପୀଠ, ଅଚ୍ୟୁତାନନ୍ଦ ଗାଦି, ଉତ୍କଳର ଗୁପ୍ତ ବୃନ୍ଦାବନ ଏବଂ ନିତ୍ୟ ନୀଳାଚଳ ବୋଲି କହନ୍ତି। ଲୋକମାନେ ଏହି ବଟଗଛ ଦେଖିବାକୁ ଦୂର ଦୂରାନ୍ତରୁ ଦେଶ ବିଦେଶରୁ ଆସି ଗଛରେ ସୂତା ଏବଂ କପଡ଼ା ବାନ୍ଧି ଦୀପ ଜାଳି ନିଜ ଇଚ୍ଛା ପୂରଣ କରନ୍ତି। ଯେତେବେଳେ ଏହି ସମସ୍ତ ପ୍ରତୀକ ନଷ୍ଟ ହୋଇଯିବ ସେତେବେଳେ ଲୋକମାନେ ଅନ୍ୟ କାହାକୁ ଦେଖିବାକୁ ଆସିବେ? ନେମାଳ ବଟବୃକ୍ଷ କଟାଯିବା କେବଳ ଏକ ଗଛ ନୁହେଁ, ଏକ ଯୁଗର ଅନ୍ତ। ନେମାଳର ପବିତ୍ର ବଟବୃକ୍ଷ କେବଳ ଏକ ଗଛ ନଥିଲା, ଏହା ଏକ ଜୀବନ୍ତ ଶକ୍ତି ଏବଂ ଆଧ୍ୟାତ୍ମିକ ଐକ୍ୟ ଏବଂ ଆମର ସାଂସ୍କୃତିକ ଆତ୍ମାର ପ୍ରତୀକ ଥିଲା। ଏହା କଟାଯିବା କୌଣସି ସାଧାରଣ ଘଟଣା ନୁହେଁ, ଏହା ଏକ ମହା ଅଶୁଭ ସଂକେତ, ଏକ ଯୁଗର ଅନ୍ତର, ଏକ ଚେତାବନୀ। ଏହା ଓଡ଼ିଶାର ସାଂସ୍କୃତିକ ଏବଂ ଧାର୍ମିକ ପରିଚୟର ଏକ ଜୀବନ୍ତ ପ୍ରତୀକର ବିନାଶ ଏବଂ ଏହାର ଆଧ୍ୟାତ୍ମିକ ଏବଂ ସାମାଜିକ ପରିଣାମ ଆମେ କଳ୍ପନା କରିବା ଠାରୁ ଅଧିକ ଭୟଙ୍କର ହୋଇପାରେ। ଆଜିର ସମସ୍ୟା ହେଉଛି ଯେ ଲୋକମାନେ ଆଧ୍ୟାତ୍ମିକ ଗୁରୁତ୍ୱକୁ ବୁଝି ନାହାନ୍ତି, ତେଣୁ ଏପରି କାମ କରୁଛନ୍ତି। ଆସନ୍ତୁ ଏ ବିଷୟରେ ଆଲୋଚନା କରିବା ଏବଂ ଏହା କାହିଁକି ଘଟୁଛି ଏବଂ ଏହାର ସ୍ଥାୟୀ ସମାଧାନ କ'ଣ ସେ ବିଷୟରେ ଜାଣିବା। ନମସ୍କାର ଦର୍ଶକ ବନ୍ଧୁ, ମୁଁ ଅମୃତ ରଞ୍ଜନ। ଆପଣ ଦେଖୁଛନ୍ତି ସମସ୍ୟା ସମାଧାନ। ସମସ୍ୟା ସମାଧାନ ଚ୍ୟାନେଲକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ସମସ୍ୟା ସମାଧାନ ଚ୍ୟାନେଲକୁ ଆପଣମାନଙ୍କୁ ପୁନର୍ବାର ସ୍ୱାଗତ। ଦର୍ଶକ ବନ୍ଧୁ, ଭାରତର ଆତ୍ମା ଏହାର ସଂସ୍କୃତିରେ ବାସ କରେ ଏବଂ ସଂସ୍କୃତି କେବଳ ପୁସ୍ତକ, ମନ୍ଦିର କିମ୍ବା ଭାଷଣ ନୁହଁ, ବରଂ ପବିତ୍ର ସ୍ଥାନ, ସନ୍ଥମାନଙ୍କ ସାଧନା ଭୂମି ଏବଂ ଜୀବନ୍ତ ପ୍ରତୀକରେ ବାସ କରେ। ନେମାଳର ବଟବୃକ୍ଷ ଏପରି ଏକ ପ୍ରତୀକ ଥିଲା ଯେଉଁଠାରେ ସନ୍ଥ ଅଚ୍ୟୁତାନନ୍ଦ ଦାସଜୀ ତାଙ୍କର ଦିବ୍ୟ ଜ୍ଞାନ, ଭବିଷ୍ୟବାଣୀ ଏବଂ ସାଧନା ମାଧ୍ୟମରେ ହଜାର ହଜାର ଲୋକଙ୍କୁ ଆଧ୍ୟାତ୍ମିକତା ସହିତ ଯୋଡ଼ିଥିଲେ। କିନ୍ତୁ ଆଜି ସେହି ପବିତ୍ର ବଟବୃକ୍ଷକୁ ନବସୃଜନ ଏବଂ ବିକାଶ ନାମରେ କଟାଯାଇଛି। ଏହା କେବଳ ଏକ ଗଛର ହତ୍ୟା ନୁହେଁ, ବରଂ ଆମର ସାଂସ୍କୃତିକ ଚେତନାର ହତ୍ୟା। ବର୍ତ୍ତମାନର ସମସ୍ୟା ହେଉଛି ଯେ ଲୋକମାନେ ଏହି ଆଧ୍ୟାତ୍ମିକ ସାଂସ୍କୃତିକ ଚେତନାକୁ ବୁଝିପାରୁନାହାନ୍ତି। ନେମାଳର ଦ୍ୱିତୀୟ ପବିତ୍ର ବୃକ୍ଷ ଥିଲା ବକୁଳ ବଟ। ନେମାଳ ହେଉଛି ଓଡ଼ିଶାର ପବିତ୍ର ଭୂମି, ଯେଉଁଠାରେ ଅଚ୍ୟୁତାନନ୍ଦ ଦାସଜୀ ତାଙ୍କର ଅଲୌକିକ ଜୀବନର ଅଧିକାଂଶ ସମୟ ବିତାଇଥିଲେ। ଏହି ନେମାଳ ବଟ ଏହି ଭୂମିର ଆଧ୍ୟାତ୍ମିକ ପରିଚୟ। ସେହିପରି ବକୁଳ ବଟକୁ ଏହି ଅଞ୍ଚଳର ଦ୍ୱିତୀୟ ସର୍ବୋତ୍ତମ ପୂଜ୍ୟ ଏବଂ ରହସ୍ୟମୟ ଗଛ ଭାବରେ ବିବେଚନା କରାଯାଏ। ବକୁଳ ବଟର ଧାର୍ମିକ ଏବଂ ଆଧ୍ୟାତ୍ମିକ ମହତ୍ତ୍ୱ ହେଉଛି ପରମ ଶାନ୍ତି ଏବଂ ଏହା ହେଉଛି ତପସ୍ୟାର ଭୂମି। ଏହା ଏକ ଲୋକପ୍ରିୟ ବିଶ୍ୱାସ ଅଛି ଯେ ଅଚ୍ୟୁତାନନ୍ଦ ଦାସଜୀ ନିଜେ ଏହି ଗଛ ତଳେ ବସି ଧ୍ୟାନ, ଜପ ଏବଂ ତାଙ୍କ ଶିଷ୍ୟମାନଙ୍କୁ ଆଧ୍ୟାତ୍ମିକ ଶିକ୍ଷା ଦେଉଥିଲେ। ବକୁଳ ଗଛର ଛାଇ ତଳେ ବସିବା ଏବେ ବି ପରମ ଶାନ୍ତି ଏବଂ ଆଶୀର୍ବାଦର ପ୍ରତୀକ ଭାବରେ ବିବେଚନା କରାଯାଏ। ବକୁଳ ଗଛକୁ ଗରୁଡ଼ ଗଛ ମଧ୍ୟ କୁହାଯାଏ, କାରଣ ଏହାର ଶାଖାଗୁଡ଼ିକ ଏପରି ଯେ ଏହା ଗରୁଡ଼ ଗଛ ପରି ଦେଖାଯାଏ ଏବଂ ପଞ୍ଚସଖା ଏହା ତଳେ ବସି ଧ୍ୟାନରେ ରାହସ ଦେଖୁଥିଲେ। ସୁଗନ୍ଧିତ ଫୁଲ ଗଛ ଥିବା, ଆତ୍ମାକୁ ସ୍ପର୍ଶ କରୁଥିବା ସୁଗନ୍ଧ ବକୁଳ ଫୁଲ ସେମାନଙ୍କର ଦିବ୍ୟ ସୁଗନ୍ଧ ପାଇଁ ପ୍ରସିଦ୍ଧ। ବିଶ୍ୱାସ କରାଯାଏ ଯେ ଏହି ଫୁଲଗୁଡ଼ିକର ସୁଗନ୍ଧ ଆତ୍ମାକୁ ପବିତ୍ର କରେ ଏବଂ ମନକୁ ଈଶ୍ୱରଙ୍କ ପ୍ରତି ଭକ୍ତି ଆଡ଼କୁ ଆକର୍ଷିତ କରେ। ନେମାଳରେ ଏହି ଗଛ ତଳେ ବସିବା ଏକ ଆଧ୍ୟାତ୍ମିକ ଅନୁଭୂତି ବୋଲି ବିବେଚନା କରାଯାଏ। ସାଂସ୍କୃତିକ ଏବଂ ଐତିହାସିକ ଐତିହ୍ୟ। ଏହି ଗଛ କେବଳ ଏକ ଗଛ ନଥିଲା, ଏହା
ନେମାଳର ଆଧ୍ୟାତ୍ମିକ ସଭ୍ୟତାର ଏକ ଜୀବନ୍ତ ପ୍ରମାଣ ଥିଲା। ଏଠାରେ କୀର୍ତ୍ତନ, ସତ୍ସଙ୍ଗ, ଓଡ଼ିଆ ଏବଂ ସଂସ୍କୃତ ଶ୍ଲୋକ ପାଠ କରାଯାଉଥିଲା। ଏହି ସ୍ଥାନ ଧର୍ମ ଏବଂ ଭକ୍ତିର ଏକ ଜୀବନ୍ତ କେନ୍ଦ୍ର ଥିଲା। ଅଚ୍ୟୁତାନନ୍ଦଜୀ ନିଜେ ଏହି ପୁସ୍ତକରେ ଲେଖିଛନ୍ତି ଯେ ଯିଏ ମୋ ବକୁଳ ଗଛ ପରିକ୍ରମା କରି କିଛି ମାନସିକ କରିବ ସେ ଖାଲି ହାତରେ ଫେରିବ ନାହିଁ, ତାଙ୍କର ଇଚ୍ଛା ନିଶ୍ଚିତ ଭାବରେ ପୂରଣ ହେବ। ଏହି ଗଛ ରହସ୍ୟମୟ ଶକ୍ତିର କେନ୍ଦ୍ର ଥିଲା। ସ୍ଥାନୀୟ ଲୋକ ଏବଂ ଭକ୍ତମାନେ ବିଶ୍ୱାସ କରନ୍ତି ଯେ ବକୁଳ ଗଛ ତଳେ ବସି ମଧ୍ୟ ଜଣେ ଦିବ୍ୟ ଅନୁଭୂତି ପାଇପାରିବ। ଏହି ଗଛଟି ଏକ ପ୍ରକାର ଶକ୍ତିର କେନ୍ଦ୍ର ଥିଲା। ବକୁଳ ଗଛ ମଧ୍ୟ ସ୍ୱାସ୍ଥ୍ୟ ଏବଂ ନିହିତ ଅଛି। ବକୁଳ ଗଛ କେବଳ ଆଧ୍ୟାତ୍ମିକ ଦୃଷ୍ଟିକୋଣ ନୁହେଁ ବରଂ ଔଷଧୀୟ ଦୃଷ୍ଟିକୋଣକୁ ମଧ୍ୟ ଅତ୍ୟନ୍ତ ଲାଭଦାୟକ। ଏହାର ଛାଲି, ପତ୍ର ଏବଂ ଫୁଲ ଅନେକ ଆୟୁର୍ବେଦିକ ଚିକିତ୍ସାରେ ବ୍ୟବହୃତ ହୁଏ। ଏହା ବିଶ୍ୱାସ କରାଯାଏ ଯେ ଏହା ତଳେ ବସିବା ଦ୍ୱାରା ମାନସିକ ଚାପ ହ୍ରାସ ପାଇଥାଏ। ନେମାଳ ବଟ କେବଳ ଏକ ଗଛ ନଥିଲା, ଏହା ଦିବ୍ୟ ଘଟଣାଗୁଡ଼ିକର ସାକ୍ଷୀ ଥିଲା। ପଞ୍ଚସଖା ସନ୍ତକ ମଧ୍ୟରୁ ଜଣେ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ଏହି ଗଛ ତଳେ ଧ୍ୟାନ କରୁଥିଲେ, ଶିକ୍ଷା ଦେଉଥିଲେ ଏବଂ ଭବିଷ୍ୟବାଣୀ ଲେଖିଥିଲେ। ତାଙ୍କର ଏହି ପବିତ୍ର ଗଛ ବଟ ସଂହିତାରେ ଉଲ୍ଲେଖ ଅଛି ଯେ କେହି ଏହି ପବିତ୍ର ବଟବୃକ୍ଷ ତଳେ ଦୀପ ଜାଳିବ ସେ ମହାପୁରୁଷଙ୍କ ଆଶୀର୍ବାଦ ପାଇବ। ଏହି ସ୍ଥାନଟି କୃପା, ଉପାସନା ଏବଂ ଆତ୍ମସମ୍ବୋଧନର କେନ୍ଦ୍ର ଥିଲା। ଏପରି ଏକ ଦିବ୍ୟ ସ୍ଥାନକୁ ନଷ୍ଟ କରିବା କେବଳ ଏକ ଅପମାନ ନୁହେଁ, ଏହା ଏକ ଆଧ୍ୟାତ୍ମିକ ଅପରାଧ। ନେମାଳ ବଟର ଗୁରୁତ୍ୱ ଏହା ଯେ ଏହା କେବଳ ଓଡ଼ିଶା ପାଇଁ ନୁହେଁ ବରଂ ସମଗ୍ର ଭାରତ ଏବଂ ବିଶ୍ୱ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ଏହି ଗଛ ତଳେ ସନ୍ଥ ଅଚ୍ୟୁତାନନ୍ଦ ମାଳିକା ଭଳି ଭବିଷ୍ୟବାଣୀ ଲେଖିଥିଲେ। ଏହି ଗଛକୁ ପ୍ରତିବର୍ଷ ହଜାର ହଜାର ଭକ୍ତ ପରିକ୍ରମା କରନ୍ତି। ଏହି ଗଛ ତଳେ ଲୋକମାନେ ବସି ଆଧ୍ୟାତ୍ମିକ ଶାନ୍ତି ପାଆନ୍ତି। ଏହି ଗଛ କାଟିବା କେବଳ ଏକ ଧାର୍ମିକ ସ୍ଥଳ ଉପରେ ଆକ୍ରମଣ ନୁହେଁ ବରଂ ପଞ୍ଚସଖା ପରମ୍ପରା ଉପରେ ମଧ୍ୟ ଆକ୍ରମଣ। ଯେପରି ଅକ୍ଷୟ ବଟ ପ୍ରୟୋଗରେ ପ୍ରସିଦ୍ଧ, ସେପରି ଭାରତରେ ବଟ ସାବିତ୍ରୀ ମଧ୍ୟ ଅଛି। ସେହିପରି ନେମାଳ ବଟ ସନ୍ଥ ଶକ୍ତି ଏବଂ ଅନନ୍ତ ସଂସ୍କୃତିର ପ୍ରତୀକ ଥିଲା। ଭବିଷ୍ୟତ ମାଳିକା ଏବଂ ବଟ ସଂହିତା ଉଭୟ ଚେତାବନୀ ଦିଅନ୍ତି ଯେ ଯଦି ଏହି ଗଛ କେବେ କ୍ଷତିଗ୍ରସ୍ତ ହୁଏ ତେବେ ଏହା ଯୁଗର ଶେଷକୁ ସୂଚିତ କରିବ। ଏହାପରେ ପ୍ରାକୃତିକ ବିପର୍ଯ୍ୟୟ, ଯୁଦ୍ଧ, ମହାମାରୀ ଏବଂ ସାମାଜିକ ବିଭ୍ରାଟ ଦେଖାଦେବ। ଯେଉଁ ଲୋକ ବରଗଛ ତଳେ ଦୀପ ଜାଳିବ ତାଙ୍କର କୌଣସି ଇଚ୍ଛା ଅପୂର୍ଣ୍ଣ ରହିବ ନାହିଁ। କିନ୍ତୁ ଯଦି ଏହି ଗଛକୁ କାଟି ଦିଆଯାଏ ତେବେ ଦୁର୍ଭିକ୍ଷ, ମହାମାରୀ ଏବଂ ବିନାଶ ସୁନିଶ୍ଚିତ। ଆଜି ଓଡ଼ିଶା ସମେତ ସାରା ଦେଶରେ ବନ୍ୟା, ମରୁଡ଼ି, ସାମାଜିକ ଉତ୍ତେଜନା ଏବଂ ଦୁର୍ଭାଗ୍ୟର ଘଟଣା ନିରନ୍ତର ବୃଦ୍ଧି ପାଉଛି। ଏହା ଏକ ସଂଯୋଗ। ନେମାଳ ବଟବୃକ୍ଷ କାଟିବା କେବଳ ଏକ ସଂଯୋଗ ନା ଏକ ଯୋଜନାବଦ୍ଧ ଆକ୍ରମଣ। ଇତିହାସ ସାକ୍ଷୀ ଅଛି ବ୍ରିଟିଶମାନେ ଆମର ଗୁରୁକୁଳ ଗ୍ରନ୍ଥ ଏବଂ ପରମ୍ପରା ଧ୍ୱଂସ କରିବାକୁ ଯୋଜନା କରିଥିଲେ। ମୋଗଲମାନେ ମନ୍ଦିରଗୁଡ଼ିକୁ ଧ୍ୱଂସ କରିଥିଲେ, ଧାର୍ମିକ ନେତାମାନଙ୍କୁ ହତ୍ୟା କରିଥିଲେ ଏବଂ ବଳପୂର୍ବକ ଧର୍ମାନ୍ତରୀକରଣ କରିଥିଲେ। ଆଜି ସେହି ସମାଜ କାମ କିଛି ଆଧୁନିକତାର ମୁଖା ତଳେ ଲୁଚି ରହିଥିବା ବିଶ୍ୱାସଘାତକ ଏବଂ ଧର୍ମଦ୍ରୋହୀ କରୁଛନ୍ତି। ସେମାନେ କୁହନ୍ତି ଏହା ଏକ ପୁରୁଣା ଗଛ ଥିଲା, ଏହାକୁ ସୁରକ୍ଷା ଦେବା ପାଇଁ କଟାଯାଇଥିଲା। ସେମାନେ କ'ଣ ଜାଣିନଥିଲେ ଯେ ଏହି ଗଛ କୌଣସି ଜଙ୍ଗଲର ଅଂଶ ନୁହେଁ ବରଂ ଭାରତର ଆଧ୍ୟାତ୍ମିକ ଐତିହ୍ୟର ଏକ ଜୀବନ୍ତ ପ୍ରତୀକ ଥିଲା? ଏହା କ'ଣ ଆମ ସଂସ୍କୃତି ବିରୋଧୀ ଲୋକଙ୍କ ସହ ମିଶି କରାଯାଇଥିଲା? ଆଜି ଏପରି ଅନେକ ପ୍ରଶ୍ନ ଉଠେ। ଏହି କାର୍ଯ୍ୟ କ'ଣ କୌଣସି ଅନ୍ଧ ଧାର୍ମିକ ଏଜେଣ୍ଡା ଦ୍ୱାରା ପ୍ରେରିତ ଥିଲା? କ'ଣ ଏହା ପଛରେ କିଛି ଧର୍ମାନ୍ତରୀକରଣ ଲବି କିମ୍ବା ଭାରତ ବିରୋଧୀ ଶକ୍ତି ଲୁଚି ରହିଛି କି? କିଛି ସ୍ଥାନୀୟ ପ୍ରଶାସନିକ ବ୍ୟକ୍ତି କ'ଣ ଏହି ସଂସ୍କୃତି ବିରୋଧୀ ବିଦେଶୀ ଲୋକଙ୍କ ନିର୍ଦ୍ଦେଶରେ କାମ କରୁଛନ୍ତି? ଯେତେବେଳେ ଇତିହାସ ଲିଭାଇ ଦିଆଯାଏ ଭବିଷ୍ୟତ ପିଢ଼ି ଅନ୍ଧକାରରେ ଜନ୍ମ ନିଅନ୍ତି। ନେମାଳ ବଟର କଟାଯିବା ସାଂସ୍କୃତିକ ଧ୍ୱଂସର ଏକ ଶୃଙ୍ଖଳା ଅନବରତ ଚାଲୁଛି। ଇତିହାସ ସାକ୍ଷୀ ଅଛି ଯେ ଭାରତର ସାଂସ୍କୃତିକ ମୂଳକୁ କାଟିଦେବା ପାଇଁ ବାରମ୍ବାର ପ୍ରୟାସ କରାଯାଇଥିଲା। ତାହା ବିଦେଶୀ ଆକ୍ରମଣକାରୀ, ବ୍ରିଟିଶ ଉପନିବେଶବାଦୀ କିମ୍ବା ଆଜିର ଆଭ୍ୟନ୍ତରୀଣ ଧର୍ମତ୍ୟାଗୀମାନେ ଯେଉଁମାନେ
ଆଧୁନିକୀକରଣ ନାମରେ ପବିତ୍ର ଐତିହ୍ୟକୁ ଲୋପ କରୁଛନ୍ତି। ଯେତେବେଳେ ମନ୍ଦିର ବଦଳରେ ମଲ୍ ଆସିବ, ବଟ ବଦଳରେ ପାର୍କିଂ ସ୍ଥାନ ଆସିବ ଏବଂ ଯେତେବେଳେ ପୂଜାକୁ ଅନ୍ଧବିଶ୍ୱାସ ଭାବରେ ଖାରଜ କରାଯିବ, ଏହା ବିକାଶ ନୁହେଁ ବରଂ ଆଧ୍ୟାତ୍ମିକ ଅବକ୍ଷୟର ଏକ ନମୁନା ପ୍ରସ୍ତୁତ ହେବ। ଖବର ଅନୁଯାୟୀ ନବୀକରଣ ପାଇଁ ଅନୁମୋଦିତ ମାନଚିତ୍ରରେ ମନ୍ଦିରର ଛାତ ଉପରେ ଏକ ଗାତ ଥିଲା, ଯାହା ଦର୍ଶାଉଛି ଯେ ଗଛକୁ କ୍ଷତି ନ କରି ମନ୍ଦିର ନିର୍ମାଣ କରିବାକୁ ପଡ଼ିବ। ନବୀକରଣ ପ୍ରକଳ୍ପ ପୂର୍ବରୁ ସରକାରୀ କର୍ମଚାରୀ, ସ୍ଥାନୀୟ କମିଟି ଏବଂ ବାସିନ୍ଦା ବିଧାୟକଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଯେ ନବୀକରଣ ଗଛର ପ୍ରାଚୀନ ପ୍ରତୀକକୁ କ୍ଷତି ନ କରି ଏବଂ ଏହାକୁ ଅକ୍ଷତ ରଖି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏଥିରେ ଅନନ୍ତ ବଟ, ଗରୁଡ଼ ବଟ ଏବଂ ଦ୍ୱାଦଶ ଗୋପାଳ ବଟ ମଧ୍ୟ ସାମିଲ ଅଛନ୍ତି। କିନ୍ତୁ ନିର୍ମାଣ କାର୍ଯ୍ୟ ପୂର୍ବରୁ ବକୁଳ ବଟକୁ କାଟି ଦିଆଯାଇଥିଲା। ତାହା ମଧ୍ୟ ରାତି 10ଟାରେ। ଲଗାତାର ବର୍ଷା ହେଉଥିଲା। ସେହି ସମୟରେ ସ୍ଥାନୀୟ ଲୋକମାନେ ଉପସ୍ଥିତ ନଥିଲେ। ଏହାକୁ ବିରୋଧ କରିବା ପାଇଁ କେହି ନଥିଲେ। ଏହି ସୁଯୋଗ ଦେଖି ଏହାକୁ କାଟି ଦିଆଯାଇଥିଲା। ତାପରେ ନେମାଳ ବଟକୁ ମଧ୍ୟ କାଟି ଦିଆଯାଇଥିଲା। ଏହା ଦର୍ଶାଉଛି ଯେ ଏହା ଏକ ଭୁଲ ନୁହେଁ ବରଂ ଆମର ସଂସ୍କୃତି, ଆମର ପ୍ରତୀକ, ଆମର ବିଶ୍ୱାସକୁ କ୍ଷତି ପହଞ୍ଚାଇବା ପାଇଁ ଏକ ସୁଚିନ୍ତିତ ଯୋଜନା। ନବୀକରଣ ନା ବିନାଶ? ଆଜିକାଲି ସବୁକିଛି ନବୀକରଣ, ସ୍ମାର୍ଟ ପ୍ରୋଜେକ୍ଟ ନାମରେ କରାଯାଉଛି। କିନ୍ତୁ ପ୍ରଶ୍ନ ହେଉଛି, କ'ଣ କୌଣସି ଜାତିର ଆତ୍ମାକୁ ହତ୍ୟା କରି ସମାଜ ବିକଶିତ ହୋଇପାରିବ? ସନାତନ ପ୍ରତୀକଗୁଡ଼ିକ ନଷ୍ଟ କରି ଭାରତକୁ ସ୍ମାର୍ଟ ଇଣ୍ଡିଆ କରାଯାଇପାରିବ କି? ଯେଉଁମାନେ ଇତିହାସ, ପରମ୍ପରା ଏବଂ ଆଧ୍ୟାତ୍ମିକତାକୁ ବାଧା ବୋଲି ଭାବନ୍ତି, ସେମାନେ ଭାରତର ପ୍ରକୃତ ଆତ୍ମାକୁ ଚିହ୍ନି ପାରୁନାହାନ୍ତି। ଅଭିଶାପ ନା ଆଶୀର୍ବାଦ? ଏବେ ନିଷ୍ପତ୍ତି ନେବାର ସମୟ ଆସିଛି। ଏହି ଗଛଟି ଏକ ଅନୁଗ୍ରହ, ଏକ ଆଶୀର୍ବାଦ। ଯଦି ଏହାକୁ ଅସମ୍ମାନ କରାଯାଏ, ତେବେ କେବଳ ସେହି ବ୍ୟକ୍ତି ନୁହେଁ ବରଂ ତାଙ୍କ ପିଢ଼ି ମଧ୍ୟ ନଷ୍ଟ ହୋଇଯିବ। ଯଦି ଏପରି ଏକ ଶକ୍ତିଶାଳୀ ଏବଂ ଉର୍ଜା ପରିପୂର୍ଣ୍ଣ ଗଛକୁ କାଟି ଦିଆଯାଏ, ତେବେ କେବଳ ପରିବେଶ ନୁହେଁ ବରଂ ଆଧ୍ୟାତ୍ମିକ ସନ୍ତୁଳନ ମଧ୍ୟ ନଷ୍ଟ ହୋଇଯାଏ। ଛୋଟ ପ୍ରତିବାଦ, ବଡ଼ ନୀରବତା ସବୁଠାରୁ ବଡ଼ ଅପରାଧ। ଯେତେବେଳେ ନେମାଳରେ ପବିତ୍ର ବୃକ୍ଷଟି କଟାଗଲା, ସେତେବେଳେ କେବଳ କିଛି ସ୍ଥାନୀୟ କମିଟି ସଦସ୍ୟ, ପୂଜାରୀ ଏବଂ ଗ୍ରାମବାସୀ ମୃଦୁ ପ୍ରତିବାଦ ଉଠାଇଥିଲେ। ଦୁର୍ଭାଗ୍ୟବଶତଃ ଏହି ସ୍ୱରଗୁଡ଼ିକ ଭୟ ଦେଖାଇ ଦମନ କରାଯାଇଥିଲା। ଯାହା ଅନୁପସ୍ଥିତ ଥିଲା ତାହା ହେଉଛି ଏକ ବଡ଼ ପ୍ରତିବାଦ, ଯାହା ଶତ୍ରୁଙ୍କ ହୃଦୟରେ ଭୟ ସୃଷ୍ଟି କରିପାରିବ। ଏହି ଅନୁପସ୍ଥିତି ସେମାନଙ୍କୁ ଗୋଟିଏ ପରେ ଗୋଟିଏ ପବିତ୍ର ବୃକ୍ଷକୁ ଟାର୍ଗେଟ କରିବା ପାଇଁ ସାହସ ଦେଇଥିଲା। ପ୍ରକୃତ ସଂସ୍କୃତିର ରକ୍ଷକ କେଉଁଠି ଅଛନ୍ତି? ଓଡ଼ିଶାରେ ଅଗଣିତ ଜଗନ୍ନାଥ ଭକ୍ତ ଏବଂ ପଞ୍ଚସଖା ସନ୍ତଙ୍କ ଅନୁଗାମୀ ଅଛନ୍ତି। ଅଚ୍ୟୁତାନନ୍ଦଙ୍କ ନାମରେ ମଧ୍ୟ ସଂଗ୍ରାମୀ ଗୋଷ୍ଠୀ ଅଛନ୍ତି। କିନ୍ତୁ ଦୁର୍ଭାଗ୍ୟବଶତଃ ସେମାନଙ୍କ କାର୍ଯ୍ୟ ସେମାନଙ୍କ ନାମର ଶକ୍ତିକୁ ପ୍ରମାଣିତ କରିନାହିଁ। ଆମର ସଂସ୍କୃତି, ଆମର ଧର୍ମ ଏବଂ ଆମର ବିଶ୍ୱାସ ଏବେ ବି ଆକ୍ରମଣର ଶିକାର ହେଉଛି ଏବଂ ବିରୋଧୀ ଶକ୍ତି ଏବେ ବି ଶକ୍ତିଶାଳୀ। ଯେତେବେଳେ କେହି ଆମ ଧର୍ମକୁ ବିରୋଧ କରନ୍ତି, ଆମକୁ ଦୋଷ ଦିଆଯାଏ। ଟିକେ ଚିନ୍ତା କରନ୍ତୁ, ଯଦି ଏହି ଘଟଣା ଅନ୍ୟ କୌଣସି ଧର୍ମ ସହିତ ହୋଇଥାନ୍ତା, ତେବେ କେତେ ବଡ଼ ଆନ୍ଦୋଳନ, ରାସ୍ତା ଅବରୋଧ ଏବଂ ସଂଘର୍ଷ ଘଟିଥାନ୍ତା। କିନ୍ତୁ ଆମ କ୍ଷେତ୍ରରେ ଆମେ ଏକତ୍ରିତ ସ୍ୱର ଉଠାଇ ପାରୁନାହୁଁ। ଏହା ଦେଖାଯାଉଛି ଯେପରି ଆମର ଲୋକମାନେ ଭିତରେ ଦୁର୍ବଳ ହୋଇଗଲେଣି ଏବଂ ବହୁ ସଂଖ୍ୟାରେ ଏକତ୍ରିତ ହେବାର କ୍ଷମତା ହରାଇ ବସିଲେଣି। ମୋର ଶବ୍ଦରେ ଏକ ସ୍ୱତନ୍ତ୍ର ଶକ୍ତି ଅଛି। ଯେତେବେଳେ ମୋ ଘର, ମୋ ମୋବାଇଲ, ମୋ ବାପା ମା, ମୋ ସ୍ତ୍ରୀ, ମୋ ପିଲାମାନଙ୍କ କଥା ଆସେ, ମୋ ରକ୍ତ ଗରମ ହୋଇଯାଏ। ମୁଁ ଲଢ଼ିବାକୁ, ବଳିଦାନ ଦେବାକୁ ଏବଂ ମୋର ଜୀବନ ତ୍ୟାଗ କରିବାକୁ ମଧ୍ୟ ପ୍ରସ୍ତୁତ। ଯଦି କେହି ମୋ ବାପା ମାଙ୍କୁ ଅପମାନ କରେ, ମୁଁ ଏହାକୁ ସହ୍ୟ କରିପାରିବି ନାହିଁ। ଯଦି କେହି ମୋ ସ୍ତ୍ରୀ କିମ୍ବା ଭଉଣୀକୁ ଖରାପ ଉଦ୍ଦେଶ୍ୟ ରଖି ଦେଖେ, ମୁଁ ତାଙ୍କ ଆଖି ବାହାର କରିଦେବି। ମୋ ପୁଅ ଏବଂ ଝିଅ ପାଇଁ କୌଣସି ସୀମାକୁ ଯାଇପାରିବି, କିନ୍ତୁ ମୋର ଆମର ପର୍ଯ୍ୟନ୍ତ। କିନ୍ତୁ ଯେତେବେଳେ ଆମ ଦେଶ, ଆମର ସଂସ୍କୃତି, ଆମର ସ୍ଥାନଗୁଡ଼ିକର କଥା ଆସେ, ଆମର ଦାୟିତ୍ୱ ହ୍ରାସ ପାଏ। କାରଣ ଏହା କେବଳ ମୋର ନୁହେଁ, ସମସ୍ତଙ୍କର। ଏହା ହିଁ ସମସ୍ୟା। ଯେତେବେଳେ କିଛି ମୋର ହୁଏ, ତେବେ ଏହା ଜଣାଯାଏ ଯେ ଏହା ବ୍ୟକ୍ତିଗତ। ଯେତେବେଳେ ଏହା ଆମର ହୋଇଯାଏ,
ସେତେବେଳେ ଏହା ଅନ୍ୟମାନଙ୍କର ମଧ୍ୟ ଦାୟିତ୍ୱ ପରି ମନେ ହୁଏ ଏବଂ ଉତ୍ସାହ ଥଣ୍ଡା ହୋଇଯାଏ। ସତ୍ୟ ଏହା ଯେ ପ୍ରତ୍ୟେକ ବ୍ୟକ୍ତି ଆମରକୁ ମୋର ବୋଲି ଭାବିବା ପରେ ପରମାର୍ଥ ଆରମ୍ଭ ହୁଏ। ଯେତେବେଳେ ପ୍ରତ୍ୟେକ ବ୍ୟକ୍ତି ନିଜ ପରିବାର ପାଇଁ ଯେପରି ସ୍ନେହ ଏବଂ କ୍ରୋଧ ଅନୁଭବ କରେ, ସେହିପରି ଦେଶ, ସଂସ୍କୃତି, ଧର୍ମ, ସ୍ଥଳ, ଜାତୀୟ ପ୍ରତୀକ ପାଇଁ ସ୍ନେହ ଏବଂ କ୍ରୋଧ ସୃଷ୍ଟି ହେବା ଉଚିତ। ସେତେବେଳେ ହିଁ ପ୍ରକୃତ ଏକତା ସୃଷ୍ଟି ହେବ ଏବଂ ଯଦି ଆମେ ଆମର ଧର୍ମ, ସଂସ୍କୃତି ଏବଂ ପବିତ୍ର ସ୍ଥାନଗୁଡ଼ିକୁ ସୁରକ୍ଷା ଦେବାକୁ ଚାହୁଁ, ତେବେ ଆମକୁ ଆମ ବିଚାରଧାରାକୁ ପରିବର୍ତ୍ତନ କରିବାକୁ ପଡ଼ିବ। ଆମକୁ ମୋର ପାଇଁ ଯେପରି ଆଗ୍ରହ ଅଛି, ସେହିପରି ଆମର ପାଇଁ ମଧ୍ୟ ସମାନ ଆଗ୍ରହ ବିକଶିତ କରିବାକୁ ପଡ଼ିବ। ତେବେ ହିଁ ଆମେ ଏକ ହୋଇ ଠିଆ ହୋଇପାରିବୁ, ଲଢ଼ିପାରିବୁ ଏବଂ ଆମର ଯାହା ଅଛି ତାହାର ସୁରକ୍ଷା କରିପାରିବୁ। ଏହା ହୋଇଥାଇପାରେ ଯେ ଆମ ଭିତରେ ଅନେକ ଧର୍ମଦ୍ରୋହୀ ବିଶ୍ୱାସଘାତକ ଅଛନ୍ତି। ଦେଶ ପ୍ରତି ଜଣେ ବିଶ୍ୱାସଘାତକ ଯିଏ ଟଙ୍କା ଲୋଭରେ ଆମର ଶତ୍ରୁମାନଙ୍କ ସହ ମିଶି ଏପରି କାମ କରୁଛି, ସେ ନିଶ୍ଚୟ ଆମ ଉପରେ ଗୁପ୍ତଚର କରିବା ପାଇଁ ପ୍ରଚୁର ପାଣ୍ଠି ପାଉଛି। ଇତିହାସ ପ୍ରମାଣ କରେ ଯେ ହିନ୍ଦୁମାନେ ହିଁ ବାହ୍ୟ ଶତ୍ରୁମାନଙ୍କ ସହିତ ହାତ ମିଳାଇ ହିନ୍ଦୁମାନଙ୍କୁ ପରାସ୍ତ କରିଛନ୍ତି, ଅନ୍ୟ କେହି ନୁହନ୍ତି। ଏହା ଉପରେ ନିରନ୍ତର ନଜର ରଖିବା ଉଚିତ ଏବଂ ଦେଶ ଏବଂ ଧର୍ମ ପ୍ରତି ଏପରି ବିଶ୍ୱାସଘାତକମାନଙ୍କୁ ଧରି କଠୋର ଦଣ୍ଡ ଦିଆଯିବା ଉଚିତ। ସବୁଠାରୁ ଦୁଃଖଦ କଥା ହେଉଛି ସ୍ଥାନୀୟ ସ୍ତରରେ କୌଣସି ପ୍ରତିବାଦ ହୋଇନଥିଲା। ଲୋକମାନେ ନୀରବ ରହିଥିଲେ, ଯେପରି କିଛି ଘଟିନଥିଲା। ଏହି ନୀରବତା ଯୋଗୁଁ ହିଁ ଆଜି ଆମେ ଏତେ ବଡ଼ କ୍ଷତି ଦେଖୁଛନ୍ତି। ଯଦି ଠିକ୍ ସମୟରେ ନୀରବତା ଭଙ୍ଗ ହୋଇଥାନ୍ତା, ତେବେ ହୁଏତ ଏପରି ଘଟଣା ଘଟିନଥାନ୍ତା। ଆମକୁ ବୁଝିବାକୁ ପଡ଼ିବ ଯେ ଆମକୁ ଆମର ଧର୍ମ ଏବଂ ସଂସ୍କୃତିକୁ ରକ୍ଷା କରିବା ପାଇଁ ଠିଆ ହେବାକୁ ପଡ଼ିବ। ପଛରୁ କଥା କହିବା, ସାହାଯ୍ୟ କରିବା ନାହିଁ, ଏପରି ଖୋଲାଖୋଲି ଭାବରେ କହିବାର ସମୟ ଆସିଛି। ନେମାଳର ଏହି ସ୍ଥାନଟି କୌଣସି ପଞ୍ଚତାରକା ହୋଟେଲ ନଥିଲା। ଏହା ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ତପୋଭୂମି ଥିଲା। ଏହାର ଏକ ପୂଜାସ୍ଥଳ, ଯେଉଁଠାରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ଆସନ୍ତି, କେବଳ ଦର୍ଶନ ପାଇଁ ନୁହେଁ, ବରଂ ଅଭିଜ୍ଞତା ଏବଂ ଆଧ୍ୟାତ୍ମିକ ଅନୁଭବ ପାଇଁ। ଏହି ବର୍ଷ ସ୍ନାନ ପୂର୍ଣ୍ଣିମା ଦିନ ପ୍ରାୟ 12ରୁ 15 ଲକ୍ଷ ଲୋକ ସେଠାରେ ପହଞ୍ଚିଥିଲେ। କେବଳ ଭାରତ ନୁହେଁ, ବରଂ 47ଟି ଦେଶର ଭକ୍ତ ବଟଗଛ ଏବଂ ବକୁଳ ଗଛ ଦେଖିବାକୁ ଆସିଥିଲେ। ଏବଂ ଏବେ ଯେହେତୁ ଗଛଟି ନାହିଁ, ତେବେ ସେମାନେ କାହାକୁ ଦେଖିବେ? କୁହାଯାଏ ଯେ ପୂର୍ବରୁ ଯେଉଁମାନେ ନେମାଳ ବଟ ଚାରିପାଖରେ ନବୀକରଣ କାର୍ଯ୍ୟ କରିଥିଲେ ଏବଂ ପବିତ୍ର ସ୍ଥଳରେ ପରିବର୍ତ୍ତନ କରିଥିଲେ, ସେମାନେ ଏବଂ ସେମାନଙ୍କ ପରିବାର ପ୍ରତି ଘଟିଥିବା ଦୁର୍ଭାଗ୍ୟଜନକ ଘଟଣା ଭୋଗିଥିଲେ, ଯାହା ବିଷୟରେ ଲୋକମାନେ ଖୋଲାଖୋଲି ଭାବରେ କହିବାକୁ ମଧ୍ୟ ଭୟ କରନ୍ତି। ଏହା କେବଳ ଏକ ସଂଯୋଗ ହୋଇପାରେ ନା, ଏହା ବର୍ଷ ବର୍ଷ ଧରି ଏହି ଗଛରେ ଜମା ହୋଇଥିବା ଅଦୃଶ୍ୟ ଶକ୍ତିର ପ୍ରତିକ୍ରିୟା ହୋଇପାରେ। ନେମାଳ ବଟକୁ କାଟିବା ଆତ୍ମାର ମୂଳ କାଟିବା ପରି। ମାଳିକା ଗ୍ରନ୍ଥଗୁଡ଼ିକରେ ଏହା ସ୍ପଷ୍ଟ ଭାବରେ ଲେଖା ଅଛି ଯେ ଯେତେବେଳେ ବଟବୃକ୍ଷ କଟାଯିବ, ସେତେବେଳେ ସର୍ବନାଶ ନିକଟତର ହେବ। ଏହା କୌଣସି ସଂଯୋଗ ନୁହେଁ ଯେ ବଟଗଛ କଟିଯିବା ମାତ୍ରେ ସାରା ଦେଶରେ ବିପର୍ଯ୍ୟୟ, ସାମାଜିକ ଅଶାନ୍ତି ଏବଂ ପ୍ରାକୃତିକ ଅସନ୍ତୁଳନ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହା ଏକ ଅଶୁଭ ସମୟ ଏବଂ ଏହି ଘଟଣା ଏକ ଅଶୁଭ ସମୟରେ ଏକ ଅଶୁଭ ଘଟଣା। ଏବେ କ'ଣ କରାଯିବା ଉଚିତ? ଯାହା ଘଟିଛି ତାହା ବହୁତ ଦୁଃଖଦ, କିନ୍ତୁ ଆମେ ଆମର ଆନ୍ତରିକ ବିଶ୍ୱାସ, ପ୍ରାର୍ଥନା ଏବଂ ସମର୍ପଣ ଦ୍ୱାରା କିଛି ରକ୍ଷା କରିପାରିବା। ବାର୍ତ୍ତା ସ୍ପଷ୍ଟ ଏହା ଯେ ମହାନ ପୁରୁଷମାନଙ୍କୁ ହୃଦୟରୁ ଭଲ ପାଅ, ସେମାନଙ୍କୁ ପ୍ରାର୍ଥନା କର, ଜୀବନ ଅର୍ଥପୂର୍ଣ୍ଣ ହେବ। ଯିଏ ଭୁଲ କରିବ ସେ ନିଶ୍ଚିତ ଭାବରେ ଦଣ୍ଡ ପାଇବ, କିନ୍ତୁ ଯିଏ ଭକ୍ତି କରିବ ସେ ଅନୁଗ୍ରହର ଯୋଗ୍ୟ ହେବ। ଆଜି ଆମେ ଏହି ପରିବର୍ତ୍ତନଶୀଳ ସମୟରେ ଠିଆ ହୋଇଛୁ। ବିକାଶ ନାମରେ ଆମର ଅବଶିଷ୍ଟ ଧର୍ମ ଏବଂ ସଂସ୍କୃତିକୁ ନଷ୍ଟ ହେବାକୁ ଦେବା ନା, ଆମେ ଧାର୍ମିକ ଗର୍ବର ସହିତ ଠିଆ ହୋଇ ଅବଶିଷ୍ଟ ଐତିହ୍ୟକୁ ସୁରକ୍ଷା ଦେବା। ଆମକୁ ସ୍ପଷ୍ଟ କରିବାକୁ ପଡ଼ିବ ଯେ ସନାତନ ସଂସ୍କୃତି ସହିତ କୌଣସି ପ୍ରକାରର ହେରଫେର ଗ୍ରହଣୀୟ ନୁହେଁ। ଆମକୁ ଏହି ଘଟଣାକୁ ଲିପିବଦ୍ଧ କରିବାକୁ ପଡ଼ିବ। ଆମକୁ ଆମର ପରବର୍ତ୍ତୀ ପିଢ଼ିକୁ କହିବାକୁ ପଡ଼ିବ ଯେ ଏକ ପବିତ୍ର ବୃକ୍ଷର ଧ୍ୱଂସ ନେମାଳ ବଟ ସ୍ଥାନକୁ ଜାତୀୟ ଐତିହ୍ୟ
ଘୋଷଣା କରାଯିବା ଉଚିତ। ସେହି ଗଛର ସ୍ମୃତିରେ ଏକ ଜୀବନ୍ତ ସଂଗ୍ରହାଳୟ ଆଧ୍ୟାତ୍ମିକ କେନ୍ଦ୍ର ନିର୍ମାଣ କରାଯିବା ଉଚିତ। ଘଟଣାର ତଦନ୍ତ କରାଯିବା ଉଚିତ ଏବଂ ଦାୟୀ ଲୋକଙ୍କୁ ଦଣ୍ଡ ଦିଆଯିବା ଉଚିତ। ଭବିଷ୍ୟତରେ ଯେପରି କୌଣସି ଧାର୍ମିକ ସାଂସ୍କୃତିକ ପ୍ରତୀକକୁ ଏପରି କଟା ନଯାଏ ସେଥିପାଇଁ ଆଇନଗତ ସୁରକ୍ଷା ଯୋଗାଇ ଦେବା ଉଚିତ। ନେମାଳ ବଟ କେବଳ ଏକ ବଟ ନଥିଲା, ଏହା ଏକ ଆଧ୍ୟାତ୍ମିକ ସଂସ୍କୃତିର ପରିଚୟ ଥିଲା। ଏହା କେବଳ ଏକ ଗଛ ନଥିଲା, ଏହା ମୋର ପରିଚୟ, ପରମ୍ପରା ଏବଂ ଭବିଷ୍ୟବାଣୀ ଏବଂ ଆତ୍ମା ସହିତ ଜଡ଼ିତ ଥିଲା। ନେମାଳ ଗଛ ଆଉ ନାହିଁ, କିନ୍ତୁ ଏହାର ବାର୍ତ୍ତା, ଏହାର ଚେତାବନୀ ଏବଂ ଏହାର ଶକ୍ତି ଆମ ଭିତରେ ବଞ୍ଚି ରହିଛି। ବିଶ୍ୱବାସୀଙ୍କୁ ଏହା ଜାଣିବା ଉଚିତ, ନେମାଳ ବଟ କଟାଯାଇଛି, କିନ୍ତୁ ସନାତନ ଧର୍ମର ଆତ୍ମାକୁ କେହି ନଷ୍ଟ କରିପାରିବେ ନାହିଁ। ଆମେ କହିବୁ, ମନେ ରଖିବୁ ଏବଂ ପୁନର୍ନିର୍ମାଣ କରିବୁ, ଇଟା ଏବଂ ପଥର ସହିତ ନୁହେଁ, ବରଂ ଚେତନା ସହିତ। ଜାଗ୍ରତ ହେବାର, ସଂଘର୍ଷ କରିବାର ଏବଂ ଧର୍ମକୁ ରକ୍ଷା କରିବାର ସମୟ ଆସିଛି। ନେମାଳ ବଟଗଛ କାଟିବା ଏହା ଏକ ଭାରତୀୟ ସଂସ୍କୃତି ଉପରେ ଏକ ଯୋଜନାବଦ୍ଧ ଆକ୍ରମଣ। ଯେତେବେଳେ ଏକ ବଟଗଛ ଗଡ଼ିପଡ଼େ, କେବଳ ଛାଇଯାଏ ନାହିଁ, ଏହାର ମୂଳ ମଧ୍ୟ ତା ସହିତ ଯାଏ। ଯଦି ଆମେ ଏବେ ଜାଗ୍ରତ ନ ହେବା, ତେବେ ପରବର୍ତ୍ତୀ ସମୟରେ ହୁଏତ ଜଣେ ସନ୍ଥଙ୍କ ସମାଧି, ମନ୍ଦିରର ମୂଳଦୁଆ ଏବଂ ପରମ୍ପରାର ସ୍ତମ୍ଭ। ନେମାଳ ବଟକୁ ତ ଉଦ୍ଧାର କରିପାରିଲେ ନାହିଁ, କିନ୍ତୁ ଅଚ୍ୟୁତାନନ୍ଦଜୀଙ୍କ ଚେତାବନୀକୁ ଅଣଦେଖା କରାଯିବା ଉଚିତ ନୁହେଁ, କାରଣ ଏହା ଭାରତ ସହିତ ସମ୍ପୂର୍ଣ୍ଣ ବିଶ୍ୱ ପାଇଁ ଏକ ଚେତାବନୀ ଅଟେ। ଜୟ ଶ୍ରୀ ଅଚ୍ୟୁତ, ଜୟ ପଞ୍ଚସଖା, ଜୟ ଜଗନ୍ନାଥ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ପରିବାର ପରିଜନ ବନ୍ଧୁମାନଙ୍କ ସହିତ ସେୟାର କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ବେଲ୍ ଆଇକନ୍କୁ ଦବାଇ ଅଲ୍ ନୋଟିଫିକେସନରେ କ୍ଲିକ୍ କରନ୍ତୁ, ତାକି ପରବର୍ତ୍ତୀ ଭିଡ଼ିଓ ଆପଣଙ୍କ ପାଖରେ ପହଞ୍ଚି ପାରିବ। ଜୟ ଭାରତ, ଜୟ ହିନ୍ଦ, ବନ୍ଦେ ମାତରମ୍।